ଦେଖିକି ଡେରିବେ ଶ୍ରବଣ ନାରାୟଣ କରିବେ କଲ୍ୟାଣ ପୁରାଇ ପତ୍ରେ କରିଥିବେ ସାଇ ସମ୍ମାନସ୍ପଦ ସବାସ୍ତ ଧୀମନ୍ତ ଓ କାହାଣୀଟି ମୁଁ ଆରମ୍ଭ କରିବାକୁ ଯାଉଛି। କବି ହେଲେ ଗୌରାଙ୍ଗ ଚରଣ ବାରିକ। ତାର ଗାଁ ବଂଶେ ଜନ୍ମ ମେରୁ ସନ୍ନିକଟେ ଯହିଁ ପଦ୍ମ ଫୁଟା ରଶ୍ମି ଆଦିତ୍ୟ ପ୍ରକଟେ। ଯୋଉଠି ତାରକାସୁର ସମ୍ରାଟ ଥିଲା, ରାକ୍ଷସ ଥିଲା, ରାଜୁତି କରୁଥିଲା, ଯୋଉ ତାରକାସୁରକୁ ମାରିବା ପାଇଁ ଶିବ ଏତେ କଷ୍ଟ ସହିଲେ ନା ମାରିଲା କିଏ ନା କୁମାର କାର୍ତ୍ତିକେୟ। ସେଇ ତାରକା ବଂଶରେ ଆଉ ଗୋଟିଏ ରାକ୍ଷସ ଜନ୍ମ ହେଇଛି, ତା ନାଁ ହେଲା ମୁକ ରାକ୍ଷସ। ରାକ୍ଷସ ଚିନ୍ତା କରୁଛି ବିଶ୍ୱରେ ମୋ ଠାରୁ ଆଉ ବଳିଆନ କେହି ହେବେନି। ବିଶ୍ୱରେ ଯେତେ ବ୍ୟକ୍ତି ଅଛନ୍ତି ସମସ୍ତଙ୍କ ଉପରେ ସାର୍ବଭୌମତ୍ୱ ମୋ ରାଜତ୍ୱ ମୁଁ ବିସ୍ତାର କରିବି। ହେଲେ କେମିତି କରିବି? ତପସ୍ୟା କରିବାକୁ ପଡିବ। ତପବଳରେ ରଚଇ ପ୍ରପଞ୍ଚ ଗୋସ୍ୱାମୀ ତୁଳସୀଦାସଙ୍କ ଭାଷାରେ ଯିଏ ବଡ ହେଇଛି ତା ମୂଳ ଉତ୍ସ ହଉଛି ତପସ୍ୟା। ମୋ ଭାଷାରେ ଗୋଟେ ଓଡିଆରେ ଗୋଟେ ରୂଢି ଅଛି, କଷ୍ଟ ନ କଲେ କୃଷ୍ଣ ପ୍ରାପ୍ତି ହବ। ତେଣୁ ତପସ୍ୟା କରିବାକୁ ପଡିବ। ରାକ୍ଷସ ତପସ୍ୟା କରୁଛି। କାହାକୁ ତପସ୍ୟା କରିବି? ସ୍ରଷ୍ଟାଙ୍କୁ, ବ୍ରହ୍ମାକୁ ତପସ୍ୟା କରୁଛି। ନମସ୍ତେ ମୋ कवि कालिदास सृष्टि प्राक केवल आत्मने पछरे सृष्टि आग स्रष्टा तापर तीन गुण को विभाजन करा गला। हे स्रष्टा आपने मु आपन को मन ध्यान दे एकलयर डाकुची आपन मते वर प्रदान करबा है काहे की बोले तुम पितृणां मपि पिता मपि देवता मपि परस्वसी माता बेधसा मपि उग्र तपस्या मुक राक्षस एक पादर ठिया तपस्या करी ब्रह्मा को डाकुची
ବ୍ରହ୍ମା ଆଉ ଶୋଇପାରିଲେନି ଅନ୍ତରିକ୍ଷ ମାର୍ଗରୁ ଧ୍ୱନି ଶୁଣାଗଲା ହେ ବ୍ରହ୍ମା ହେ ବ୍ରହ୍ମା ହେ ବ୍ରହ୍ମା ନଗଲେ ତାର ଏ ମୁକ ରାକ୍ଷସ ଆଉ ବଞ୍ଚିବନି ତାର ଶେଷ ପରାକାଷ୍ଠା ହେଇଗଲାଣି ଏକ ପାଦରେ ଠିଆ ହେଇ 107 ବର୍ଷ ବାୟୁ ଭୋଜନ କରି ପବନ ଖାଇ ନିରାହାରରେ ବ୍ରହ୍ମାକୁ ଡାକୁଛି ବ୍ରହ୍ମା ब्रह्मा आविर्भाव हेले मृत संजीवनी राशिंची देले बत्स मुखर संज्ञा फेरी आसिला ज्ञान आसिला साकार बुद्धि आसिला देखिला ठिया होइचंती मोर आराध्य देवता इष्ट देवता ब्रह्मा फिर प्रणाम कला के भली प्रणाम कला कबिले अत्रि बहिला अत्रि संहिता कले पदा ध्यान करा ध्यान जानो ध्यान शिरसा कर्तव्य अष्टांग प्रणीपात षष्टांग साष्टांग आठटा अंग माटी में लगिले माल प्रणाम हम या ना दंडवत अर्थ दंड परी आज से नहीं मुंड टुंगारी देले प्रणाम हैला गुरुजन को देखिले सते की बाड़ेवा हाथ एमती टेकी देला ना मोटरसाइकिल जाउथबो गुरु साडू आउछंती दी हाथ तो छाड़ी परिबनी गोटे हाथ हैंडल अछि गोटे हाथ टेकिला आज्ञा आज्ञा एडी होउची शास्त्र ज्ञान नहीं सुन अत्रि कहले पदभ्याम पाद दीटा तळे लागि करभ्याम एपटुआ हाथ दीटा तळे लगा लगौछि आज्ञा जानु दीटा जाका जानु तळे लागि लगौछि आज्ञा सेटा जंघ उरसा उर कहले बक्ष तो छाती टाको तळे लगा एटा के चेस्ट शिरसा बचा शिर कहले मुंड टाको तळे लगा सर देखंतु बहिरी अंग 5 पाद 1 जानु 2 छाती 3 मुंड 4 हाथ 5 आज्ञा अंतरंग 3 मन वचन कर्तव्य नीति अष्टांग प्रणिपात नोना र किए रामायण शुणिनी किए महाभारत शुणी ना सामाजिक साहित्य जो समाज अवक्षय हो जाए जा समाज लोप पाए तत्कालीन साहित्य ता धारण करे समाज हित साधन कर साहित्य वैप्लविक भंगी पाला गायक जदि पाला लगाए पिला मानू शिक्षा करवा दबा पाई मार समय नहीं कि बापार समय नहीं राति पाइले ऑफिस जीवे अच्छा काम वाली रखी पिला रखी पिला सर से कौन पिला को शिक्षा दब पाला शिक्षा दब शास्त्र पाला शिक्षा दब सर आपणकर ओडिशार ऐतिहासिक कला ओडिशार सांस्कृतिक कला ओडिशार आपणकर निजस्व कला वैदिक कला बौद्धिक कला पाला शास्त्रीय नाटक पाला वेद जेते आरंभ होती पाला से आरंभ होमें कहे पाला आकबर आसिले मुसलमान सम्राट आसिले आम धर्म नष्ट हो
ନା ସାର୍ ତା ଆଗରୁ ପାଲା ଥିଲା ତତ୍କାଳୀନ ମହାମନୀଷୀ ମାନେ ଚିନ୍ତା କଲେ ପାଳ ଲାଅ ଯଦି ପାଲା ସୃଷ୍ଟି ନ କରିବା ତାହେଲେ ମୁସଲମାନ ମାନେ ଆମ ଧର୍ମ ନଷ୍ଟ କରିଦେବେ ଆମ ସନାତନ ଧର୍ମରେ କୌଣସି ଭୋଗକୁ ଶିରିଣୀ କୁହାଯାଏ ନା ସାର୍ ମହମ୍ମଦିଆନ ଇସଲାମ ଧର୍ମରେ ଭୋଗକୁ ଶିରିଣୀ କହନ୍ତି ବାଧ୍ୟ ହେଇକିରି ମସ୍ତକ ନଷ୍ଟ କରିଦେଇଥିଲେ ଯେ ଆମ ଧର୍ମ ରହୁ ମୁସଲମାନ ମାନେ ବୁଝନ୍ତୁ ଇଏ ହଉଛି ସତ୍ୟ ଇଏ ହେଲେ ପୀର ଏ ଦିଟା ଯାକ ଈଶ୍ୱର ଆଲ୍ଲାହ ତେରେ ନାମ ସବକ ଶୁଣୁ ତାହେଲେ 8ଟା ଅଙ୍ଗ ଲାଗିଲେ ପ୍ରଣାମ କରିବେ ହଁ ନନା ହଁ ମାନେ କାହାକୁ ଏମିତି ଲଗାକିରି ଅଙ୍ଗ ପ୍ରଣାମ କରିବ ଗୁରୁଦେବଙ୍କୁ ତ ଗୁରୁଜନକୁ ଦେଖିଲେ ଲଘୁଜନ ଏଭଳି ପ୍ରଣାମ କରିବା ବିଧେୟ ହଁ ମୋର ଏ କଥା ମନେ ଅଛି ନିଶ୍ଚିତ ଆପଣ ଜାଣିଥିବେ ନା ହଁ କୁଶଭଦ୍ରା ନଦୀ କୂଳରେ ଆମ ଘର ନଦୀ ତଟରେ କୁଶଭଦ୍ରା ନଦୀ ତଟରେ ତୋ ଘର ନଦୀକି ଗାଧେଇବାକୁ ଯାଇ ପ୍ରତ୍ୟେକ ଦିନ ଅବଗାହନ କରିବା ପାଇଁ ତୁ ନଦୀକି ଯାଉ ଛାତିଏ ପାଣିରେ ପଶିଛି ଛାତିଏ ପାଣିରେ ପଶିଛୁ ଦେଖିଲି ଗୁରୁଦେବ ନଦୀ ବନ୍ଧରୁ ଖସିଲେ ଗୁରୁଦେବ ସାଡୁ ପଳେଇ ଆସିଲେଣି ଆଜ୍ଞା ତୁ ଚିନ୍ତା କଲୁ ଗାୟକ କହୁଥିଲେ ଗୁରୁଦେବଙ୍କୁ ଲଘୁଜନ ଦେଖିଲେ ପ୍ରଣାମ କରିବ ହଁ ସେଇ ନଦୀ ମଝିରେ ଆଜ୍ଞା ଛାତିଏ ପାଣିରେ ପଶିଛି ମୁଁ କହିଲି ଗୁରୁଦେବ ପେଟ ଫାଟି ଧରିଛୁ ହଁ ଆଜ୍ଞା 5 ମିନିଟ ଯାଇନଥିବ ଗୋଟେ ପାଉରୁଟି ଓଳିବା ଆସିବି ମୋରି ଆଜ୍ଞା ପାଣି ଭିତରେ ଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁ ତୁ ମରି ଯାଇଥିବୁ ଆଉ କଣ କରିବି ଆଉ ସାର୍ ଏ ଗୋଟେ କୋଣା କଣ ଗୋଟିଏ ଶାସ୍ତ୍ର ଆଜ୍ଞା ଗୋଟିଏ କଥା ବାବା ଜଣେ ଗାୟକ ମୁଖରୁ ଶୁଣି କାନରେ ଲଗାଏ ବାବା ସେଲା କୋଣା କଣ ସାରେ ଅନ୍ଧ ସେ କାହାଠାରୁ ଶୁଣି ନଥିବ ତା ମନକୁ ମନେ କଲା ସେ ଅନ୍ଧ ସର୍ବୋଚ୍ଚ ଲୋଚନ ଶାସ୍ତ୍ର ଶାସ୍ତ୍ର ହଉଛି ସମସ୍ତଙ୍କର ଆଖି ଦସ୍ୟ ନାସ୍ତ୍ୟାନ୍ତ ଏବ ସହ ବ୍ୟାସ କହିଲେ ତାର ଶାସ୍ତ୍ର ଜ୍ଞାନ ନାହିଁ ତାର ଆଖି ଥିଲେ ବି ସେ ଅନ୍ଧ କେତେ ଜାଗାରେ ଗୁରୁଜନକୁ ପ୍ରଣାମ କରିବୁନି କହିଲେ ଦେବା ଗାରେ ଶ୍ମଶାନେ ବା ହସ୍ତେ ଥମା বিধবা নারী নমস্কার বিবর্জিতা দেবাগারে মন্দিরে মাল গুরুজনକୁ ଆପଣ ମୁଣ୍ଡିଆ ମାରିବେନି କି ଗୁରୁଜନ କଲ୍ୟାଣ କରିବେ ଶ୍ମଶାନେ ଶ୍ମଶାନରେ ଆପଣ ଗୁରୁଜନକୁ ମୁଣ୍ଡିଆ ମାରି ପାରିବେନି କି ଗୁରୁଜନ କଲ୍ୟାଣ କରିବେନି ଦେବାଗାରେ ଶ୍ମଶାନେ ତୈଳ ହସ୍ତେ ତେଲ ଲଗେଇଛନ୍ତି ଆପଣ କିମ୍ବା ଗୁରୁ ଲଗେଇଛନ୍ତି ହେ ମା ମନେ ରଖ ତାଙ୍କୁ ଆପଣ ମୁଣ୍ଡିଆ ମାରିବେନି କି ସେ କଲ୍ୟାଣ କରିପାରିବେନି ଥବା ଜଳେ ପାଣି ଭିତରେ ଗୁରୁଜନକୁ ତୁ ମୁଣ୍ଡିଆ ମାରି ପାରିବୁନି କି ଗୁରୁଜନ କଲ୍ୟାଣ କରିବେନି ଗର୍ଭିଣୀ ଅନ୍ତଃସତ୍ତ୍ୱ ମା ଗର୍ଭବତୀ ନାରୀ ସାର୍ ସେ କାହାକୁ ମୁଣ୍ଡିଆ ମାରିବନି ଇଏ ତ ତା ଗର୍ଭରେ ଭଗବାନ ଥାଇ ପାରିଥାନ୍ତି ସେ କାହାକୁ ପ୍ରଣାମ କରିବନି ବିଧବା ନାରୀ ବିଧବା କିଏ ବିଗତ ଧବ ଦସ୍ୟ ଯାହାର ଧବ ନାହିଁ ଧବ କଲେ ସ୍ୱାମୀ କୋଉ ସ୍ୱାମୀ ନାହିଁ ନାରୀର 3ଟି ସ୍ୱାମୀ ତୁ ଯାହାକୁ ସ୍ୱାମୀ କହୁଛୁ ତୁ ଯାହାର ସ୍ୱାମୀ ତେଲ ଅଧମ ସ୍ୱାମୀ ମଧ୍ୟମ ସ୍ୱାମୀ ଡକ୍ଟର ଉତ୍ତମ ସ୍ୱାମୀ ଭଗବାନ ମା ବିଧବା କିଏ ସ୍ୱାମୀ ମରିଗଲେ ସ୍ତ୍ରୀ ବିଧବା ହେଇପାରିବନି ଯାହାର ଧବ ଜ୍ଞାନ ନାହିଁ ଯେ ଭଗବାନଙ୍କୁ ମୁଣ୍ଡିଆ ମାରିନି ଯେ ଭଗବାନଙ୍କୁ ସ୍ୱାମୀ ରୂପରେ ଡାକି ନାହିଁ ସେ ଗୋଟାକ ବିଧବା ଯାହାର ଭଗବତ ଜ୍ଞାନ ନାହିଁ ସେଇ ନାରୀ ବିଧବା ନାରୀ ସ୍ୱାମୀ ମରିଗଲେ ସ୍ତ୍ରୀ ବିଧବା ହେଇପାରିବନି ମାର ସ୍ନେହ ମାର ଆଦର ମାର କୋମଳ ଡାକଟି ମଧୁର ମାର କୋମଳ ଡାକଟି ମଧୁର ମାର କୋମଳ ଡାକଟି ମଧୁର ମା ହେଇଯାଇଛି ବିଶ୍ୱର ମା ମା ଗୋଟେ ପବିତ୍ର ନାମ ପବିତ୍ର ହେଇପାରିବନି ସ୍ୱାମୀ ମଲେ ବି ସିନ୍ଦୁର ଥିଲା ତାପରେ ବିଧବା ହେଲା ମୁଣ୍ଡରେ ସିନ୍ଦୁର ଅଛି ବିଧବା କେମିତି ହେଲା ମୁଁ ଆଜି ସକାଳୁ ଆମ ଶିଶୁପାଳ ଗଡ଼ ଟିକେ ବୁଲିବାକୁ ବାହାରିଲି ଆରେ ଆମେ ତ ବସା ଘରେ ଅଛୁ ସେଇଠି ଖାଇଲୁ ପିଇଲୁ ସେଇଠି ଗାଧେଇଲୁ ସବୁ କାର୍ଯ୍ୟକ୍ରମ ସେଇଠି
সন্ধ্যা বেলা রাতে আসিবু মঞ্চ দিনের দেখিনু 4 দিন চালিগলানি মা কালি চাহু চাহু চালিଯିବ পরদিন সকালে পড়াই যাবু ଟିକେ ଗାଁ ବୁଲିବାକୁ ଆସିଲା ବେଳକୁ ଜଣେ ମା ଆମ ବିଧବା ନାରୀ କି ସାର୍ ସିନ୍ଦୁର ପିନ୍ଧଉଛି ଶଙ୍ଖା ଦଉଛି ସେ ମା କିଏ ସେ ମୁଁ ଆଶ୍ଚର୍ଯ୍ୟ ହେଲି ମୁଁ କହିଲି ଆଲୋ ମା କାହାକୁ ସିନ୍ଦୁର ଦଉଛୁ ନା ଏକୁ ସିନ୍ଦୁର ଦଉଛି କାହାକୁ ଶଙ୍ଖା ପିନ୍ଧଉଛୁ କହିଲା ଏଇ ମାକୁ ଶଙ୍ଖା ପିନ୍ଧଉଛି ମୁଁ ପଚାରିଲି ତା ସ୍ୱାମୀ ଅଛି ସ୍ୱାମୀ ଅଛି କିଏ ସେ ମା ସେ ସ୍ତ୍ରୀ କିଏ ସ୍ତ୍ରୀ କିଏ ବୃନ୍ଦାବତୀ ଓହୋ ଜଳନ୍ଧର ଅଛି ସାର୍ ସ୍ୱାମୀ ମରି ଯାଇଛି ବୃନ୍ଦାବତୀ ତ ବିଧବା ହବା କଥା ତାକୁ ସିନ୍ଦୁର ଦଉଛୁ ଶଙ୍ଖା ଦଉଛୁ ଏ ମା ଆଇ ଭୁଲ କରୁଛ ନା ନା ଶ୍ରୀମନ୍ତେ ରାଜଲକ୍ଷ୍ମୀ ଚ ଲୋଲାଟେ ସତୀ ସାବିତ୍ରୀ କଣ୍ଠେ ତ ବାଘ ଦେବ୍ୟାଚ ସର୍ବ କଙ୍କଣେ ଗିରିଜା ପାଲା 4 ରାତି ମୁଁ କହିଛି ଯେତିକି ରାତି ପାଲା ହବ ଦାସ ସେତିକି କଥା କହିବ ଶ୍ରୀମନ୍ତରେ ଯୋଉ ସିନ୍ଦୁର ଗାରେ ଟାଣି ଦିଅନ୍ତି ମା ସେ ହଉଛନ୍ତି ଲକ୍ଷ୍ମୀ ବିଧବା ହେବେନି ସତୀ ସାବିତ୍ରୀ ଲଲାଟରେ ସିନ୍ଦୁର ଟିପା ମାରିଲେ ସେ ହେଲେ ସାବିତ୍ରୀ ସେ ବିଧବା ହେଇନାହାନ୍ତି ଜମା ଘରୁ ଭିଡି ଆଣିଲେ ସତ୍ୟବାନଙ୍କୁ ସେତିକି ନୁହଁ କଣ୍ଠେ ତ ବାଘ ଦିବ୍ୟାଚ କଣ୍ଠରେ ସିନ୍ଦୁର ମାରିଦେଲେ ମା ବାଗବାଦିନୀ ବୀଣା ପାଣି ସରସ୍ୱତୀ ସେ କସ୍ମିନୀ କାଳେ ବିଧବା ହେଇନାହାନ୍ତି ସର୍ବକଙ୍କଣୀ ଗିରିଜା କଙ୍କଣରେ କାଚରେ ସିନ୍ଦୁର ଶଙ୍ଖାରେ ଟିକେ ସିନ୍ଦୁର ମାରିଦେଲ ମା ସେ ପାର୍ବତୀଙ୍କ ସିନ୍ଦୁର ନାଇଁ ନନା ମୁଁ ଆପଣ କହି ଦଉଛନ୍ତି ସାଷ୍ଟାଙ୍ଗ ପ୍ରଣାମ ପୁରୁଷ କରିବେ ମା ଯେତେ ତମେ ଯେତେ ନାରୀ ଗୁରୁଜନକୁ ସାଷ୍ଟାଙ୍ଗ ପ୍ରଣାମ କରିବନି ତମେ ମୁଣ୍ଡିଆ ମାରିବ ଆଗି ହବ କାହିଁକି ମାରିବନି କେତେଟା କଥାକୁ ପୃଥିବୀ ସହିପାରେ ନା ଗୋଟେ ଶ୍ଲୋକ ବୋଲୁଛି ଏ ଚ୍ୟାନେଲ ଲାଗିଛି ଏବେ ଆଉ ଗୁରୁ ଆମେ ଡୋରି ବାନ୍ଧିକିରି ବସିଲା ମୋର 50 ଛାତ୍ର ଥିଲେ 15 ବର୍ଷ ତଳେ ଛାତ୍ର ସଂଖ୍ୟା ଥିଲା 50 ସାର୍ ଆଉ 15 ବର୍ଷ ହେଲା କେହି ଛାତ୍ର ହଉନାହାନ୍ତି ଏ ଯୋଉ ଚ୍ୟାନେଲ ବାହାରିଲା ସେଇଠୁ ପାଲା ଶୁଣିଲେ ସମସ୍ତେ ଶିଖିଲେ ଆଉ ଗୁରୁ କଣ ଆବଶ୍ୟକ ଅଛି ତେଣୁ ଆମେ ଆଉ କବି ନା କହୁନୁ ନହେଲେ ଆମ ଭେଳା ବୁଡିଲା ସେ ସବୁ ଚ୍ୟାନେଲରୁ ଶିଖିଲେ କହୁ ଏଭଳି ବ୍ୟକ୍ତି ନାହିଁ ଭୀମସ୍ୟାପି ରଣଭଙ୍ଗ ମୁନେ ରପି ଅତି ଭ୍ରମ ଥରେ ଗାୟକ ସବୁ ସତ କହିବ କହୁ କହୁ ଯାହା ବାହାରି ପଡିଲା ତା ସତ୍ୟ ବୋଲି ପ୍ରତିପାଦିତ କଲେ ମା ଯୋଉ ମିଛ କଥାଟା ଆମେ କହିଦେଲୁ ୟାକୁ ନେଇକରି ଯିଏ ଘୋଷିଲା ସେ ମିଛ କହିଲା କ୍ରମଶଃ ଶାସ୍ତ୍ର ଗୋଟିଏ ଠି ଆମ ପାଲା ଆସି ଗୋଟିଏ ଠି ମାଛିଲା ମୁଁ କବି ନା କହୁନି କହିଲେ ବ୍ରହ୍ମରକ୍ତ ବ୍ରହ୍ମଗୁଦ ସୂତ୍ର ପୃଥିବୀ କେତେଟା କଥାକୁ ସହିପାରେ ନା ବ୍ରହ୍ମ ରକ୍ତ ବ୍ରାହ୍ମଣ ରକ୍ତ ପଡିଲେ ପୃଥିବୀ ସହିପାରିବନି ଏଥିପାଇଁ ଭାଗବତରେ କହିଲେ ବ୍ରାହ୍ମଣ କଲେ ଅପରାଧ ବ୍ରାହ୍ମଣ ଅପରାଧ କଲେ ତାଙ୍କ ଦଣ୍ଡ ବିପ୍ରଦଣ୍ଡ ମନାଦରମ୍ ଅର୍ଥ ତା ପାଦ ବନ୍ଦନା କରିବ ଯଦି କିଛି ଭୁଲ କରିଛନ୍ତି ଆଦର କରିବନି ଘରେ ଡାକି ବସେଇବନି ଖାଇବାକୁ ଦବନି କିନ୍ତୁ ଅପମାନନା କରି ହବ ନା ପାଦ ବନ୍ଦନା କରିବ ବ୍ରହ୍ମଗୁଦ ଗୁଦ କହିଲେ ପଛ ଭାଗ ବିନା ଆସନରେ ବ୍ରାହ୍ମଣକୁ ଘରେ ବସେଇବେନି ଆପଣ ବ୍ରାହ୍ମଣ କିଏ ଆପଣ ନା ଆମେ ସମସ୍ତେ ବ୍ରାହ୍ମଣ କେତେବେଳେ ହେଇଯାଏ ହେଲେ ସ୍ନାନ ଶୌଚ ଚାରେ ଗଙ୍ଗା ୟାଚ ଜଳେ ମୁକ୍ତି ଥରେ ଅବଗାହନ କଲେ ଥରେ ଜଳରେ ସ୍ନାନ କଲେ ଏ ଯାବତ ଯେତେ ପାପ ଅଛି ଶରୀରରେ ସବୁ ଚାଲିଯାଏ କିନ୍ତୁ ଆମର ସେ ଜ୍ଞାନ ନଥିବାରୁ ଆମେ ପାପ ଭୋଗ କରୁଛୁ ଥରେ ସ୍ନାନ କରିଦେଲେ ସମସ୍ତ ପାପ ଚାଲିଗଲା ଆପଣ ପୁଣ୍ୟ ତୋୟା ଗଙ୍ଗା ଭଳି ହେଇଗଲେ ବ୍ରାହ୍ମଣ ବ୍ରାହ୍ମଣ ହେଲେ ଯେତେବେଳେ ସ୍ନାନ ସାରି ଆସିବେ ବିନା ଆସନରେ
ଠାକୁରଙ୍କ ପାଖେ ପ୍ରାର୍ଥନା କରିବନି ନା 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 ତଳେ ବସି କେହି ପ୍ରାର୍ଥନା କରିବନି ଗୋଟିଏ ଜାଗାରେ ଆସନର ଆବଶ୍ୟକତା ନାହିଁ ନା ସେ ହଉଛି ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସେ ହଉଛି କୁର୍ମ ବେଢା ଜଗନ୍ନାଥସ୍ତୁ ଭୈରବ ସେଠି ଭୈରବ ଚକ୍ର ଭିତରେ ଆସନର ଆବଶ୍ୟକତା ନାହିଁ ଆମେ ଖାଇକିରି ହାତ ନ ଧୋଇଲେ ଅଲକ୍ଷ୍ମୀ ବସିବେ ମା ମହାପ୍ରସାଦ ଖାଇକିରି ହାତ ଧୋଇଦେଲେ ସାର୍ ଅଲକ୍ଷ୍ମୀ ତମ ପାଖେ ବସିବେ ଆମେ ଖାଇକିରି କୁଳକୁଞ୍ଚା ନ କଲେ ସାର୍ ଆମର ଦନ୍ତ ରୋଗ ହବ ଡେଣ୍ଟିଷ୍ଟ କହୁଛି 3 ଥର ବ୍ରଶ କର ଦିନେକେ ନହେଲେ ଯୋଉ ମୁଖ ଗହର କର୍କଟ ଆସିଲାଣି 3 ଥର ଦିନେକେ ବ୍ରଶ କର ହେଲେ ମହାପ୍ରସାଦ ଖାଇକିରି ଯଦି ପାଟିରେ ପାଣି କାଢିଦେବ ତାହେଲେ ନର୍କରେ ଆପଣ ପଡିବେ ନର୍କରେ ବାସ କୁଳକୁଞ୍ଚା ହେଇକିରି ତଳେ ପଡିବନି କିନ୍ତୁ ଯେତେବେଳେ ବ୍ରାହ୍ମଣ ଆମେ ହେଇଗଲେ ଠାକୁରଙ୍କୁ ପ୍ରାର୍ଥନା କଲେ ଆସନରେ ବସି ପ୍ରାର୍ଥନା କରିବେ ପୁନଃ ବ୍ରାହ୍ମଣ ଅର୍ଣ୍ଣ ବ୍ରହ୍ମକୁ ଯେତେବେଳେ ଭୋଜନ କରେ ତଳେ ବସି ଅର୍ଣ୍ଣ ଭୋଜନ ଆପଣ କରିବେନି ଆସନରେ ବସି ଅର୍ଣ୍ଣ ଭୋଜନ କରିବେ ବ୍ରହ୍ମରକ୍ତ ବ୍ରହ୍ମକୁଦ ନାରୀ ନାମ କୁଚମଣ୍ଡଳ ନାରୀ ମାନଙ୍କ ବକ୍ଷୋଦ ଯଦି ତଳେ ଲାଗିଯାଏ ପୃଥିବୀ ସହିପାରିବନି ତେଣୁ ମା ମାନେ ମୁଣ୍ଡିଆ ମାରିବେ ଓଳଗି ହେବେ ତଳେ ଶୋଇକିରି ପ୍ରଣାମ କରିବେ ଶଙ୍ଖ ଦେବାଳୟରେ ଶଙ୍ଖ ଅଛି ଆପଣଙ୍କ ଘରେ ଶଙ୍ଖ ଅଛି ଶଙ୍ଖଟାକୁ ତଳେ ଥୋଇବେନି ଯିଏ ଶଙ୍ଖକୁ ତଳେ ଥୋଇଦେଲା 10 ହତେ ବସୁନ୍ଧରା ପୃଥିବୀ ସହିପାରିବନି ତେଣୁ ଗୋଟାଏ ଷ୍ଟାଣ୍ଡ ଉପରେ ଶଙ୍ଖ ରଖିବେ ପ୍ରଦୀପ ଦୀପ ପ୍ରଜ୍ୱଳନ କଲେ ପ୍ରଦୀପ ଲଗେଇଲେ ମା ତଳେ ଥୋଇବେନି ରୁଖା ହଉ ବଇଠା ହଉ ତାହେଲେ ଅକ୍ଷତ ଟିକେ ପକେଇକିରି ତା ଉପରେ ଥୋଇ ପାରନ୍ତି ନାରୀ ମାନେ ରଜସ୍ୱଳା ହେଲା ବେଳେ କୋଟିରେ ଯୋଉ ସୂତ୍ର ବାନ୍ଧନ୍ତି ତାକୁ ଜଳ ଭାଗରେ ନ ପକେଇ ଯଦି ସ୍ଥଳ ଭାଗରେ ପକେଇ ଦିଆଯାଏ 900 ହତେ ବସୁନ୍ଧରା ପ୍ରସଙ୍ଗକୁ ଆସ ବ୍ରହ୍ମା ଠିଆ ହେଇଛନ୍ତି ମୁଖ ରାକ୍ଷସ ପ୍ରଣାମ କରିଦେଲା ଠିଆ ହେଲା ପଛକୁ ଘୁଞ୍ଚି ଯାଇ ହାତ ଧରି ଠିଆ ହେଇଛି ଗୁରୁଦେବ କର ଦିନ ଜନେ संतोष त्रिबार सत्य कर जहा मागिबी आपण ता देबी ब्रह्मा कहीदेले तथास्तु कहले ए वत्स मुख राक्षस तमे जहा मागिबो मु देबी जल नळे बनहिब मृत्यु जल नळे बनहिब मृत्यु सात दक्ष किनार हेतु विश्वास दक्ष किनार हेतु नमोनि पूर्व देव कहते नमोनि पूर्व देव कहते नाग सुर शक्ति देवे नर नाग सुर शक्ति देवे सम्मानीय सज्जन कदम गोटे गोटे बर मागी सारा ब्रह्मा कही चली तथास्तु तथास्तु सबको डाकिला गला ब्रह्मा पड़े कत अमर बर दियो चारि मुंड आज चारि राति पाला ब्रह्मा तलको हो गला
କହିଲେ ନା ମୁଖ ଦେଇ ହବ ନା ମୁଁ ପରା ମରିବି ମରିବା ଲୋକ ମୋର ମୋର କେମିତି ଦବ ନାଇଁ 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 ହତ୍ୟା ମଣ୍ଡଳେ ହବ ହି ଦେବତା ହଇଲେ ମରଇ ଦେବତା ହଇଲେ ହେଲା ପୁଣି ମରିବେ ମୁଖ ରାକ୍ଷସ ପଚାରୁଛି ବ୍ରହ୍ମା ହସିଲେ ଗଲେ ହଁ ପୁଅ ମୋର କୋଉ ଦିନ ମୃତ୍ୟୁ ହବ ଚତୁର୍ଯୁଗେ ମହାଯୁଗ ଚାରିଟା ଯୁଗ ମିଶିଲେ ଗୋଟାଏ ମହାଯୁଗ ଯୁଗ ମେକସ୍ତରୀ ମନୁ 71ଟା ମହାଯୁଗ ମିଶିଲେ ଗୋଟାଏ ମନୁ ମନୁ ଚତୁର୍ଦଶେ କଳ୍ପ 14ଟା ମନୁ ମିଶିଲେ ତାର ଗୋଟାଏ କଳ୍ପ କଳ୍ପ ଚତୁର୍ଦଶେ ବ୍ରଣୀ 14ଟା କଳ୍ପର ସମଷ୍ଟି ଗୋଟାଏ ବ୍ରଣୀ ବ୍ରଣୀ ଏକାଦଶେ ଚନ୍ଦ୍ର 11ଟା ବ୍ରଣୀ ମିଶିଲେ ଗୋଟାଏ ଚନ୍ଦ୍ରର ଅବକ୍ଷୟ ସତଚନ୍ଦ୍ର ପୁରନ୍ଦର 100ଟା ଚନ୍ଦ୍ରଙ୍କ କ୍ଷୟ ହେଲେ ବ୍ରହ୍ମାଙ୍କର ପୁରନ୍ଦର ଇନ୍ଦ୍ରଙ୍କର ଗୋଟିଏ ଦିନ ସତ ଇନ୍ଦ୍ର ବିନାଶାୟ 100ଟା ଇନ୍ଦ୍ରଙ୍କର ଯୋଉ ଦିନ ମୃତ୍ୟୁ ହୁଏ ବ୍ରହ୍ମା ଦିବସ ମେକ ବ୍ରହ୍ମାଙ୍କୁ ଗୋଟିଏ ଦିନ ହୁଏ ବ୍ରହ୍ମା ତ 7 ବର୍ଷ ଆଣି ଏଇ ନ୍ୟାୟରେ ବ୍ରହ୍ମାକୁ ଯେତେବେଳେ 100 ବର୍ଷ ହବ ସାରେ ବ୍ରହ୍ମାଙ୍କର ମୃତ୍ୟୁ ହବ ଗୋଟେ ବ୍ରହ୍ମାଙ୍କର କ୍ଷୟ ହବ ବ୍ରହ୍ମା ତ 7 ବର୍ଷ ଆଣି ବିଷ୍ଣୁ ଦିବସ ମେବଚ 100 ବର୍ଷ ବ୍ରହ୍ମାକୁ ଯୋଉ ଦିନ ହବ ମାଲ ବିଷ୍ଣୁକୁ ଦିନେ ହବ ବିଷ୍ଣୁ ତ 7 ବର୍ଷ ଆଣି ତାହେଲେ ବିଷ୍ଣୁକୁ 100 ବର୍ଷ ହବ ନିମିଷାଧ୍ୟ ମହେଶ୍ୱର ଶିବଙ୍କୁ ହବ ଅର୍ଦ୍ଧ ନିମିଷେ ତାହେଲେ ଶିବଙ୍କୁ ଏଇ ନ୍ୟାୟରେ 100 ବର୍ଷ ହବ ମା ପାର୍ବତୀ ବେଣୀବନ୍ଧନ ପାର୍ବତୀ ତାଙ୍କର ବେଣୀକି ଫିଟେଇ ଆଉ ଥରେ ପକେଇବେ ଆଜି ତମ ମୁଣ୍ଡରେ ବେଣୀ ନାହିଁ କାହିଁକି ନାହିଁ ନାରୀଏ ମୁକୁଳା କରିବେ କେଶ ନାରୀଏ ମୁକୁଳା କରିବେ କେଶ ନାରୀଏ ମୁକୁଳା କରିବେ କେଶ ଏଥକୁ ଅଚ୍ୟୁତି କରିବ କେଶ ଏଥକୁ ଅଚ୍ୟୁତି ମହାପୁରୁଷ ଅଚ୍ୟୁତ କହିଲେ ପ୍ରତି ଯୁଗ ଗୋଟିଏ ଗୋଟିଏ ନାରୀ କେଶ ମୁକୁଳା କରିଛି ଗୋଟାଏ ଯୁଗର ଅବସାନ ସତ୍ୟ ଯୁଗରେ ଗୋଟିଏ ନାରୀ କେଶ ମୁକୁଳା କଲା ମା ପଦ୍ମା ମୁରାସୁର ଅବସାନ ହେଲା ସତ୍ୟ ଯୁଗ ସରିଲା ତ୍ରେତୟାରେ ଗୋଟିଏ ନାରୀ କେଶ ମୁକୁଳା କଲା ମା କେତେ 14 ମାସ 10 ଦିନ ଅଶୋକ କାନନରେ କେଶ ମୁକୁଳା କରି ମା ସୀତା କାନ୍ଦିଲେ ମା ରାବଣର ପତନ ହେଲା ତ୍ରେତୟା ଯୁଗ ସରିଲା ଦ୍ୱାପର ଯୁଗ ଆସିଛି ମୁଁ ସେଇ ଯୁଗ କଥା କହୁଛି 13 ବର୍ଷ କେଶ ମୁକୁଳା କଲା ଗୋଟିଏ ମା ଯାଜ୍ଞସେନୀ ସେ ଯୁଗର ଅବସାନ ହେଇଗଲା ଆଜି ଘରେ ଘରେ ଯୁଆଡେ ଦେଖିବ ନାରୀଏ ମୁକୁଳା କରିବେ ନାରୀଏ ମୁକୁଳା କରିବେ କେଶ ପାର୍ବତୀ 7 ବର୍ଷ ଆଣି ମା ପାର୍ବତୀ କି 100 ବର୍ଷ ହବ ବ୍ରହ୍ମ ପ୍ରଳୟ ପ୍ରଳୟ ତମରି ପାଖରେ ମା ଅଛି ପ୍ରଳୟ କୌଣସି ପୁରୁଷ ପାଖରେ ନାହିଁ ମୁଁ ତ ମରିବି ତୁ ନିଶ୍ଚିତ ମରିବୁ ମୁଖ ରାକ୍ଷସ ଭାବିଲା କହିଲା ଏତେ ତପସ୍ୟା କଲି ଯଦି ମରିବି ତାହେଲେ ଭଲ ଲୋକ ହାତରେ ମରିବି କହିଲା ପ୍ରଭୁ ମତେ ଏଇ ବର ଦିଅ ଏକ ବ୍ରହ୍ମା ଦ୍ୱୟ ବିଷ୍ଣୁ ଶିବ ଗୋଟିଏ ବ୍ରହ୍ମା 2ଟା ବିଷ୍ଣୁ 3ଟା ଶିବ 6 ଜଣ ଠିଆ ଆସୁଗ ଯୁଗ ଯୁଗ ପାତ ଏ 6 ଜଣଙ୍କ ହାତରୁ 2ଟା ସ୍ୱର ଆସିବ ମୋ ହୃଦୟରେ ବେଦ କରିବ ହୃଦୟ ବିଦ୍ଧ କରିବ ଅସମ୍ଭବ ଭାବି ସମ୍ଭବ ଯଦି ଚାବା ଯଥା କାଏ ଭବିଷ୍ୟତ ନାଶ ହେତୁ ବିଶ୍ୱଜିତ ବରଂ ଦେହି ମତେ ଏଇ ବର ଦିଅ ଜଣେ ବ୍ରହ୍ମା 2 ଜଣ ବିଷ୍ଣୁ 3 ଜଣ ଶିବ 6 ଜଣ ଠିଆ ହେବେ 2ଟା ସ୍ୱର ଆସିବ ମୋ ହୃଦୟକୁ ବିଦ୍ଧ କରିବ ମତେ ସେ ସ୍ୱର ବିଦ୍ଧ କରିବେ ମୋ ପ୍ରାଣ ଯିବ ବ୍ରହ୍ମା କହିଦେଲେ ତଥାସ୍ତୁ ମୁକ ହସିଲା କହିଲା ଗୋଟିଏ ପିସି ଏ ସଂସାରରେ ଆଉ 2ଟା ବ୍ରହ୍ମା ଅଛନ୍ତି ନା 2ଟା ବିଷ୍ଣୁ ଅଛନ୍ତି ନା 3ଟା ଶିବ ଅଛନ୍ତି ତ୍ରୟ ବିନ୍ଦୁରୁ ତ୍ରୟ ଦେବ ହୋଇଲେ ବ୍ରହ୍ମା ବିଷ୍ଣୁ ଶିବ ହୋଇଲେ ବ୍ରହ୍ମା ବିଷ୍ଣୁ ଶିବ ହୋଇଲେ ବ୍ରହ୍ମା ବିଷ୍ଣୁ ଶିବ ଅସମ୍ଭବ ସମ୍ଭବ ହେଇପାରିବନି कि मोर मृत्यु हबन तले बड़ा पाइगिरी आसिला इच्छन्ति दंबिके हस्ते रखी ताकू समस्तल भागे
ତୁଲ୍ୟ ବର ପାଇ ଛାତି ଫୁଲେଇ ବାଷ୍ପଟ ମାରି ମୁକ ରାକ୍ଷସ ଆସୁଛି ଯେତେବେଳେ ରାକ୍ଷସ ମୁକ ଆସିଲା ବ୍ରହ୍ମା ବର ଦେଇ ସାଇଲେ ବ୍ରହ୍ମାଙ୍କ ଗୋଟେ ପ୍ରିୟ ପୁତ୍ର ଅଛନ୍ତି ବ୍ରହ୍ମାଙ୍କ ପ୍ରିୟ ପୁତ୍ର କିଏ କହିଲେ କୃତ ପ୍ରଜାକ୍ଷମ କୃତ ପ୍ରଜା ସୁଜା ନିକ୍ଷେପ ନିରାକୁଳାତ୍ମନା গুরুস্তম খেয়া শ্রুতি না ধন সম্পদ আপন মানে যেতিকি বাপা মা চারি পুଅ জন্ম করছি গোটিয়ে বাপা সমস্তে কি সমান দৃষ্টিরে দেখিবা কথা সারে জଣକୁ ଭଲ ପାଉଛି ଆଉ 3 ଜଣକୁ ଭଲ ପାଉନି ପ୍ରମାଣ ମହାରାଜା ଦଶରଥ ମା 4ଟା ପୁଅ ରାମକୁ ଭାରି ଭଲ ପାଆନ୍ତି 4ଟା ବୋହୂ ସୀତାଙ୍କୁ ଭାରି ଭଲ ପାଆନ୍ତି ରାମ ଯେତେବେଳେ ବନବାସ ଚାଲିଗଲେ ସେତେବେଳେ ହା ରାମ କହି ରାମ କହି ରାମ ରାମ କହି ରାମ କହି ଯଦି 4 ପୁଅକୁ ଭଲ ପାଇଥାନ୍ତି 2ଟା ପୁଅ ଯାଇଛନ୍ତି ଆଉ 2ଟା ପୁଅ ଅଛନ୍ତି ମରିଥାନ୍ତେ ରାମ ରାମ ହେଇକିରି ସ୍ପଷ୍ଟ ପ୍ରମାଣ ବାପା ହେଇକିରି ଗୋଟିଏ ପୁଅକୁ ଭଲ ପାଇଲେ ବ୍ରହ୍ମା ମାନସ ପୁତ୍ର 7 ଜନ୍ମ କଲେ ସାର୍ 6 ଜଣକୁ ଭଲ ପାଆନ୍ତିନି ଗୋଟିଏ ପୁଅକୁ ଭଲ ପାଆନ୍ତି ଯାହାକୁ ଭଲ ପାଆନ୍ତି ଲୋ ମା ଲୁଚିକିରି ତାଙ୍କ ଧନ ସମ୍ପତ୍ତି ସବୁ ତାରି ନାଁରେ କରିଦେଲେ ମାଘ କହିଲେ ନିଧି ଶ୍ରୁତି ନା ଧନ ସମ୍ପଦା ମିବହ ବ୍ରହ୍ମାଙ୍କ ପାଖରେ କି ଧନ ଅଛି ନା ବେଦ ଧନ ବେଦକୁ ନାରଦଙ୍କ ନାଁରେ ଲେଖିଦେଲେ ଅର୍ଥାତ ରାତି ଦିନ ବେଦ ଧ୍ୱନି କରନ୍ତି ନାରଦ କଳି ଖୋଜୁଥାନ୍ତି ସଦା ନାରଦ କଳି ଖୋଜୁଥାନ୍ତି ସଦା ନାରଦ କଳି ଖୋଜୁଥାଏ ନାରଦ ଚିନ୍ତା କଲେ କହିଲେ ମୋ ବାପା ଗୋଟେ ରାକ୍ଷସଙ୍କୁ ବର ଦେଇଦେଲେ ସେ ଅମର ହେଇଯିବ ଆଚ୍ଛା ବ୍ରହ୍ମା ଜଣେ 2 ଜଣ ବିଷ୍ଣୁ 3ଟା ଶିବ ହେଲେ ମରିବେ ଆଗ ତାରି ପାଖେ ଭେଟିବି ନାରଦ ଯାଇ ମୁକ ରାକ୍ଷସ ଯେତେବେଳେ ବର ପାଇ ଆସୁଛି ତାରି ଅଧ ବାଟରେ ଯାଇ ପହଞ୍ଚିଗଲେ ନାରାୟଣ ନାରାୟଣ ହରେ জয় জয় দেব হরে জয় জয় দেব হরে নারায়ণ 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 জয় জয় দেব হরে জয় জয় দেব
अधिकरू अधिक पाला देखिबा पई आमो चैनल सब्सक्राइब करंतु।